କିଛି କ୍ରିମ ଦରକାର ନାହିଁ, କ୍ଷୀର ଦରକାର ନାହିଁ, ମିଲ୍କ ପାଉଡର ଦରକାର ନାହିଁ, କିଛି ବି ଦରକାର ନାହିଁ। କେବଳ ଗୋଟିଏ ଜିନିଷରୁ ଆମେ ବନେଇବା ଆଇସ୍କ୍ରିମ, ଯୋଉଟାକୁ ଆମକୁ ରାନ୍ଧିବାକୁ ବି ପଡିବନି। ଆଉ ଏ ଆଇସ୍କ୍ରିମ ଏତେ ହେଲ୍ଦି, ତା ସହିତ ଏତେ ଟେଷ୍ଟ, ଏଇଟା ଆପଣ ଛୁଆଠୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ଖାଇପାରିବେ ଆଉ ବନେଇ ପାରିବେ ମଧ୍ୟ ସମସ୍ତେ। ତ ହାଇ ଫ୍ରେଣ୍ଡ, ମୁଁ ଆଶା କରୁଛି ସିକ୍ରେଟ ଫୁଡି ଚ୍ୟାନେଲରେ ଆପଣଙ୍କୁ ବହୁତ କିଛି ଜିନିଷ ଶିଖିବାକୁ ମିଳିଥିବ। ତ ଚାଲନ୍ତୁ ଫ୍ରେଣ୍ଡ, କଥାବାର୍ତ୍ତା ନ କରିକି ଆମେ ଆରମ୍ଭ କରିଦବା ଆଜିର ଭିଡିଓଟି, ଯୋଉଟା ହଉଛି ଆମର ଆମ୍ବ ଆଇସ୍କ୍ରିମ। ଆଉ ଏପର୍ଯ୍ୟନ୍ତ ଯଦି ଆପଣ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ସବସ୍କ୍ରାଇବ କରିକି ଲାଇକ୍ କରିଦିଅନ୍ତୁ। ଇଏ ଦେଖନ୍ତୁ ଫ୍ରେଣ୍ଡ, ପ୍ରଥମେ ଆପଣଙ୍କୁ ପାଚିଲା ଆମ୍ବ ନମ୍ବର ଅଛି। ଆମ୍ବ ଦୁଇ ପ୍ରକାର ଆପଣଙ୍କୁ ମିଳିଥାଏ, ଗୋଟେ ତ ପୁରା ରେଡ କଲର ଆମ୍ବ, ଆଉ ଗୋଟେ ୟେଲୋ କଲର ଆମ୍ବ। ଆପଣଙ୍କୁ ଯେକୌଣସି ଆମ୍ବ ଆପଣଙ୍କ ପାଖରେ ଆଭେଲେବୁଲ ଅଛି, ଆପଣ ସେଇ ଆମ୍ବ ଏଠି ନେଇଯାଆନ୍ତୁ। ବହୁତ ବଢିଆ ଭାବରେ ଚୋପା ଛଡେଇକି କାଟିଦେବେ, କିମ୍ବା ଏହିପରି ଭାବରେ ଯେମିତି ମୁଁ ଆପଣଙ୍କୁ ଦେଖଉଛି ସେଇପରି ଭାବରେ କାଟି ଦିଅନ୍ତୁ, କିମ୍ବା ଆପଣ ଚାହିଁଲେ ତାଙ୍କରୁ ମଧ୍ୟ ରସ ବାହାର କରିଦେବେ ହାତରେ ଚାପିକି। ଯଦି ଅଧିକ ପାଚିଲା ଆମ୍ବ ହେଇଛି ତ ହାତରେ ମଧ୍ୟ ଚାପୁଡିକି ରସ ତାର ବାହାର କରି ନିଅନ୍ତୁ। ଇଏ ଦେଖନ୍ତୁ ଫ୍ରେଣ୍ଡ, ଏହିପରି ଭାବରେ ମୁଁ ଆପଣଙ୍କୁ ଗୋଟେ ଆମ୍ବଟେ କାଟିକି ଦେଖେଇ ଦଉଛି। ଆପଣଙ୍କୁ ଯେକୌଣସି ସୁବିଧା ଲାଗିବ ଆପଣ ସେଇପରି ଭାବରେ କରିପାରିବେ। ଇଏ ଦେଖନ୍ତୁ ଫ୍ରେଣ୍ଡ, ସବୁତକ ଆମ୍ବ ରସ ମୁଁ ସବୁ ନେଇଯାଇଛି ଏଠି କାଟିକି। ମୁଁ ଆଉ ୟାକୁ କାଟିନି, ଗୁରେ ସେମିତି ବି ମଧ୍ୟ ଛୋଟ ଛୋଟ ଆମ୍ବକୁ ମୁଁ ସେମିତି ନେଇଯାଇଛି। ୟାକୁ ଆମେ ଫ୍ରିଜରରେ ରଖିଦବା 3 ରୁ 4 ଘଣ୍ଟା ପାଇଁ। ତ ଚାଲନ୍ତୁ ଫ୍ରେଣ୍ଡ, ମୁଁ ଫ୍ରିଜରରେ ରଖିକି ଆସୁଛି। ଇଏ ଦେଖନ୍ତୁ ଫ୍ରେଣ୍ଡ, 4 ଘଣ୍ଟା ହେଇଗଲାଣି କମ ସେ କମ। ଆଉ 4 ଘଣ୍ଟା ପରେ ପୁରା ଆମର ଆମ୍ବଟା ପୁରା ବରଫ ହେଇଯାଇଛି। ଆପଣଙ୍କୁ ଠିକ ଏହିପରି ଭାବରେ କରିଦବାର ଅଛି। ଇଏ ଦେଖନ୍ତୁ ଫ୍ରେଣ୍ଡ, ୟାକୁ ଆମେ ଏବେ କଣ କରିବା, କାଟିଦବା। ଆପଣ ଚାହିଁଲେ ହାତରେ ମଧ୍ୟ ଭାଙ୍ଗି ପାରିବେ, କିନ୍ତୁ ଯେହେତୁ ଥଣ୍ଡା ଥାଏ ତ କାଟିଦେଲେ ମଧ୍ୟ ଚଳିବ। ଇଏ ଦେଖନ୍ତୁ, ଆପଣ ଯଦି ଚାହିଁବେ ତ ଆପଣ ଆଇସ ର ଫ୍ରିଜର ଯୋଉ ଟ୍ରେ ଆସେ, ମାନେ ଆଇସ ଆମେ ଯୋଉଠି ଜମାଉ ସେଇଠି ମଧ୍ୟ ଆପଣ ରସ ଦେଇକି ରଖିପାରିବେ। ପଛରେ ତାକୁ ମଧ୍ୟ କାଢି ପାରିବେ ଯଦି ଫ୍ରିଜ ରେ କମ ଜାଗା ଅଛି ତ। ଯଦି ଅଳ୍ପ ଜାଗା ଅଛି ତ ତେବେ ଆପଣ ତାଟିଆରେ ବି ମଧ୍ୟ ଆକୁ ରଖିକି କରିପାରିବେ, କିମ୍ବା ଗ୍ଲାସରେ ମଧ୍ୟ ରଖିପାରିବେ। ଏହିପରି ଭାବରେ ମୁଁ ଏଇଠି ପ୍ଲେଟ ରଖିକି ଦେଖଉଛି। ଇଏ ଦେଖନ୍ତୁ ଫ୍ରେଣ୍ଡ, ହାତରେ ବହୁତ ବଢିଆ ଭାବରେ ଭାଙ୍ଗିଗଲା। ଏବେ କିଛି ଆପଣଙ୍କୁ କରିବାର ନାହିଁ। ଆଚ୍ଛା ଫ୍ରେଣ୍ଡ, ଆଉ ଗୋଟେ ଜିନିଷ, ଯଦି ଆପଣଙ୍କର ଆମ୍ବଟା ଖଟା ଅଛି, ମାନେ ଆମ୍ବ ବିଲକୁଲ ବି ଖଟା ଅଛି, ମାନେ ଖାଇ ହଉନି କି ଟିକେ ଟିକେ ଖଟା ଲାଗୁଛି, ଖାଇ ହବନି, ତେବେ ଆପଣ ଏଇଠି ଚିନି ଦେଇପାରିବେ, କିମ୍ବା ମହୁ ଏଇଠି ଆପଣ ଦେଇପାରିବେ। ଯଦି ଆପଣ ହେଲ୍ଥ କନସିୟସ ଅଛନ୍ତି ତ ନିହାତି ଭାବରେ ଏଇଠି ମହୁ ଦିଅନ୍ତୁ। ଯଦି ଆପଣ ଚିନି ଖାଇବା ପାଇଁ ଠିକ ଲାଗୁଛି ଆପଣଙ୍କୁ, ତ ଆପଣ ଏଇଠି ସ୍ୱାଦ ଅନୁସାରେ ଚିନି ଦିଅନ୍ତୁ, 1 ରୁ 2 ଚାମଚ। ଯଦି ଆପଣ 2ଟା ଆମ୍ବ ନେଉଛନ୍ତି ତ 2 ଚାମଚ ଚିନି ଦିଅନ୍ତୁ। ବହୁତ ବଢିଆ ଭାବରେ ଗ୍ରାଇଣ୍ଡ କରିଦିଅନ୍ତୁ। ଇଏ ଦେଖନ୍ତୁ ଫ୍ରେଣ୍ଡ, 2-3 ମିନିଟ ମୁଁ ଏଠି ଗ୍ରାଇଣ୍ଡ କଲା ପରେ ଆମ୍ବ ଆଇସ୍କ୍ରିମ ଟା ଆମର ପୁରା ରେଡି ହେଇକି ଅଛି। ଆଉ ୟାର ସବୁ ଗ୍ରାଇଣ୍ଡ ହେଇଯାଇଛି। ଆପଣ ଭାବୁଥିବେ କି ଗ୍ରାଇଣ୍ଡ କିଛି ହେଇନି, ନାଇଁ ଆଜ୍ଞା, ସବୁ ଗ୍ରାଇଣ୍ଡ ହେଇକି ଅଛି। ଆଉ ଦେଖିବାରେ ଏତେ ସୁନ୍ଦର ଲାଗିବ, ମୋବାଇଲରେ ମୁଁ ଆପଣଙ୍କୁ କହିପାରିବିନି, କିନ୍ତୁ ରିଅଲ ଏଟା ଦେଖିବା ପାଇଁ ବହୁତ ସୁନ୍ଦର ଲାଗିବ। ଇଏ ଦେଖନ୍ତୁ ଫ୍ରେଣ୍ଡ, ମୋ ଆମ୍ବ ଯେହେତୁ ମିଠା ଥିଲା, ମୁଁ ଏଇଠି କିଛି ଚିନି ଦେଇନଥିଲେ। ଆଉ ଟିକେ ଛୁଆ ମାନଙ୍କୁ ଖୁସି କରିବା ପାଇଁ, ଆଉ ଟିକେ ଅଧିକ ଦେଖାଯିବା ପାଇଁ ଆଖିକୁ ଭଲ, ମୁଁ ଏଇଠି ଟୁଟି ଫୁଟି ନଉଛି, ଯୋଉଟା କି ବିଲକୁଲ ଅପସନାଲ ଅଛି। ଆପଣ ଚାହିଁଲେ ଟୁଟି ଫୁଟି ପକେଇ ପାରିବେ, ନହେଲେ କାଜୁ, କିସମିସ କିମ୍ବା ବାଦାମ ବି ସଜେଇ ପାରିବେ। ଯଦି ଭଲ ଲାଗିଲା ତ ଲାଇକ ର ସହିତ ସେୟାର କରିବାକୁ